ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ଭାଇ ଭଉଣୀମାନଙ୍କୁ ମୋର ଶୁଭକାମନା କରୁଛି। କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କର ଆଜି ଜନ୍ମଦିନ। ଶ୍ରୀମନ୍ଦିରରେ ବଡ଼ ଠାକୁର ବଳଭଦ୍ରଙ୍କର ଆଜି ଜନ୍ମଦିନ। ପୁରାଣକୁ ଘାଣ୍ଟିଲେ ଆପଣମାନେ ଜାଣିପାରିବେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ବଳରାମ ଆଜି ଦିନରେ ଜନ୍ମ ହେଇଥିଲେ। ତେଣୁ ଓଡ଼ିଶାର ଗାଁ ଗହଳିରେ ଗୋରୁ ପୂଜା କରାଯାଏ, ବଳଦଙ୍କୁ ପୂଜା କରାଯାଏ। ବିଶେଷ କରି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଓ ବଳରାମ ପଶୁପାଳନ ଏବଂ ଚାଷବାସକୁ ପ୍ରାଥମିକତା ଦେଇଥିଲେ। ଆଜି ମଧ୍ୟ ପଶୁପାଳନ ଆଉ କୃଷକଙ୍କୁ ପ୍ରାଥମିକତା ଦିଆଯାଉଛି। ଆପଣ ଯେତେ ଟଙ୍କା ରୋଜଗାର କରନ୍ତୁ, ଯେତେ ଧନ ଅର୍ଜନ କରନ୍ତୁ, କିନ୍ତୁ ଖାଇବେ ତ ନିଶ୍ଚୟ। ଖାଦ୍ୟ ବିନା ବଞ୍ଚିବେ କେମିତି? ତେଣୁ ଓଡ଼ିଶାର ଯୁବପିଢ଼ି ବା ଆଜିର ଯୁବପିଢ଼ି ରାକ୍ଷୀ ପୂର୍ଣ୍ଣିମା କେବଳ ଭାଇ ଭଉଣୀମାନଙ୍କ ମଧ୍ୟରେ ରାକ୍ଷୀ ବାନ୍ଧିବାର ପରମ୍ପରା ନୁହେଁ, ବରଂ ଏଇଟା ଆମର ଜନଜୀବନ ସହିତ ଜଡ଼ିତ। ଆଜିର ଏହି ପବିତ୍ର ଅବସରରେ ମୋ ରାଜ୍ୟବାସୀଙ୍କର ମଙ୍ଗଳ କାମନା କରୁଛି। ପ୍ରଭୁ ବଳଭଦ୍ର ଆପଣମାନଙ୍କର ଜୀବନକୁ ସରସ ସୁନ୍ଦରମୟ କରନ୍ତୁ।